ଜୟ ଜଗନ୍ନାଥ। ଧନ ଓ ଧ୍ୟାନ। ଜଣେ ସାଧୁ ଜଙ୍ଗଲରେ ରହୁଥିଲେ। ପ୍ରତିଦିନ ସେ ଦେଖୁଥିଲେ ଜଣେ କାଠ କଟାଳି କାଠ କାଟି ନେଉଛି। ଦିନେ ସାଧୁ ତାକୁ ଡାକି କହିଲେ, ତୁମେ ଏତେ ପରିଶ୍ରମ କରୁଛ, ତଥାପି ତୁମକୁ 2 ମୁଠା ଖାଇବାକୁ ମିଳିପାରୁନାହିଁ। ତୁମେ ଜଙ୍ଗଲର ଟିକିଏ ଆଗକୁ ଯାଅ, ଚନ୍ଦନ ଗଛ ପାଇବ। ତାହାକୁ କାଟି ବିକ୍ରୟ କଲେ ତୁମକୁ ଆଉ 7-8 ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏହା ଶୁଣି କାଠ କଟାଳି ମନରେ ଭାବିଲା, ଆମର ଖାନଦାନୀ ଆଜି ପର୍ଯ୍ୟନ୍ତ ଜଙ୍ଗଲରେ କାଠ କାଟି ଆସୁଛନ୍ତି, କିନ୍ତୁ ଜଙ୍ଗଲରେ ଭଲ ଗଛକୁ ତାଙ୍କଠାରୁ ଆଉ ଅଧିକ କିଏ ଚିହ୍ନିପାରିବ। ତଥାପି ସେ ସାଧୁଙ୍କ କଥା ଶୁଣି ଆଗକୁ ଗଲେ ଏବଂ ଚନ୍ଦନ ବୃକ୍ଷ ପାଇଲେ। ତାହାକୁ ବିକ୍ରୟ କରି ସେ ଏତେ ଟଙ୍କା ପାଇଲେ ଯେ 8-10 ଦିନରେ ଥରେ ଜଙ୍ଗଲକୁ ଆସିଲେ। ଦିନେ ସାଧୁ ତାଙ୍କୁ ଡାକି କହିଲେ, ତୁମେ ଜଣେ ବଡ଼ ମୂର୍ଖ। ତୁମ ମନକୁ କେବେ ଅତିକ୍ରମ କରିନାହିଁ ଯେ ଆଗରେ କ'ଣ ଅଛି। ଏହାର ଆଗକୁ ଏକ ରୂପା ଖଣି ଅଛି। ସେଥିରୁ ତୁମେ ରୂପା ବାହାର କରି ବିକ୍ରୟ କଲେ ଆର 15 ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସାଧୁଙ୍କ କଥା ଶୁଣି କାଠ କଟାଳି ଆଗକୁ ଗଲା, ଏକ ରୂପା ଖଣି ପାଇଲା। ବର୍ତ୍ତମାନ ସେ 15 ଦିନରେ ଥରେ ଜଙ୍ଗଲକୁ ଆସିଲା। କାହାଣୀ ଏହିପରି ଚାଲିଲା। କାଠ କଟାଳିଟି ରୂପା ପରେ ସୁନା ଏବଂ ସୁନା ପରେ ହୀରା ଖଣି ପାଇଲା। ଏବେ ସେ 2 ମାସରେ ଥରେ ଜଙ୍ଗଲକୁ ଆସୁଥିଲା। ଦିନେ ସାଧୁ ତାଙ୍କୁ ଡାକି କହିଲେ, ତୁମେ ପ୍ରକୃତରେ ମୂର୍ଖ। ତୁମେ ହୀରା ପରେ କ'ଣ ଅଛି ବୋଲି କେବେ ପଚାରିଛ? ଏହି ପ୍ରଶ୍ନଟି ତୁମର ମନକୁ କେବେ ଅତିକ୍ରମ କରିନଥିଲା ବୋଧହୁଏ। କାଠ କଟାଳିଟି ବର୍ତ୍ତମାନ କୋଟିପତି। ସେ ସାଧୁଙ୍କ ନିକଟରେ ଅହଙ୍କାର ଭାବ ପ୍ରକାଶ କରି କହିଲା, ବର୍ତ୍ତମାନ ହୀରା ପରେ ଆଉ ଅଧିକ କ'ଣ ଥିବ? ଏହା ଶୁଣି ସାଧୁ କହିଲେ, ହେ ମୂର୍ଖ, ତୁମେ ଦେଖୁନାହଁ କି ଯେ ସୁନା ଏବଂ ହୀରା ଖଣି ବିଷୟରେ ଅବଗତ ସେ ଏହି ଗଛ ମୂଳରେ ବସି କ'ଣ କରୁଛି? ସେ କ'ଣ ପାଇଛି ଯାହା ହୀରାଠାରୁ ଅଧିକ ମୂଲ୍ୟବାନ? ଏହା ଶୁଣି କାଠ କଟାଳି କାନ୍ଦିବାକୁ ଲାଗିଲା। ସାଧୁଙ୍କୁ ପଚାରିଲା, ମୋର ଭବିଷ୍ୟତ ବିଷୟରେ ଟିକେ କୁହନ୍ତୁ। ସାଧୁ କହିଲେ, ଧ୍ୟାନ ଆଗରେ ଧନ କିଛି ନୁହେଁ। ଜୟ ଜଗନ୍ନାଥ।